ହେଉଛନ୍ତି ଉସ୍ତାଦ ଜାକିର ହୁସେନ। ତବଲା ବାଦକ ଭାବେ ସୁନାମ ଅର୍ଜନ କରିଥିଲେ ଜାକିର। ପଦ୍ମଶ୍ରୀ ପଦ୍ମବିଭୂଷଣ ସହିତ ଅନେକ ସମ୍ମାନ ପାଇଛନ୍ତି ଜାକିର। ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି। ଆଉ ନାହାନ୍ତି ଭାରତୀୟ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ଉସ୍ତାଦ ଜାକିର ହୁସେନ। ଗତକାଲି ବିଳମ୍ବିତ ରାତିରେ ଆମେରିକାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 2024 ଶେଷ ବେଳକୁ ହଠାତ୍ ସଙ୍ଗୀତ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି କରି ପରଲୋକ ଗମନ କରିଥିବା ଏହି ମହାପୁରୁଷଙ୍କୁ ଆଜି ସାରା ଦେଶବ୍ୟାପୀ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଜାକିରଙ୍କ ଇତିହାସ ପୃଷ୍ଠା ଖୋଲିଲେ ସେ ଯେ କେତେ ମହାନ ଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି। 1951 ମସିହା ମାର୍ଚ୍ଚ 9 ତାରିଖରେ ଏକ ମଧ୍ୟବିତ୍ତ ବର୍ଗର ପରିବାରରେ ତାଙ୍କର ଜନ୍ମ। ପିଲାଟି ବେଳୁ ତବଲା ବାଦନ ପ୍ରତି ତାଙ୍କର ଥିଲା ଦୁର୍ବଳତା। ତାଙ୍କର ପିତା ଉସ୍ତାଦ ଆଲାରାଖା ଖାନ ଜଣେ ବିଶିଷ୍ଟ ତବଲା ବାଦକ ହୋଇଥିବାରୁ ଜାକିରଙ୍କ ଇଚ୍ଛାଶକ୍ତିକୁ ସେ ଜାଣିପାରିଥିଲେ। ମାତା ବିବି ବେଗମ ମଧ୍ୟ ପ୍ରେରଣା ଓ ଉତ୍ସାହ ଯୋଗାଇଥିଲେ। ଏହାପରେ ଜାକିର ମୁମ୍ବାଇରେ ପିତାମାତାଙ୍କ ସହ ରହି ପାଠ ପଢ଼ିଲେ ଏବଂ ତବଲା ବାଦନ ଉପରେ ପ୍ରାଧାନ୍ୟ ଦେଲେ। ମାତ୍ର ବାପ୍ ସେ ବେଟା ଜାଦା ଢାଞ୍ଚାରେ ଜାକିର ହୁସେନ ସମୟକ୍ରମେ ହୋଇଗଲେ ଚର୍ଚ୍ଚିତ ତବଲା ବାଦକ। ତବଲା ବଜାଇବାର ଅଦ୍ୱିତୀୟ ଦକ୍ଷତା ତାଙ୍କ ନିକଟରେ ଥିବାରୁ ଭାରତୀୟ ସଙ୍ଗୀତ ଏବଂ ବିଶ୍ୱ ସଙ୍ଗୀତକୁ ତାଙ୍କର ଅବଦାନ ଥିଲା ଉଲ୍ଲେଖନୀୟ। ସଙ୍ଗୀତ ଆସରରେ ତାଙ୍କର ଉପସ୍ଥିତି ଦର୍ଶକଙ୍କୁ ବେଶ୍ ଆନନ୍ଦିତ କରୁଥିବାରୁ ଜାକିର ହୁସେନଙ୍କୁ ମିଳିଥିଲା ବହୁ ସମ୍ମାନ ଓ ପୁରସ୍କାର। ଏପରିକି 1988ରେ ପଦ୍ମଶ୍ରୀ, 2002ରେ ପଦ୍ମଭୂଷଣ ଏବଂ 2023ରେ ପଦ୍ମବିଭୂଷଣ ସମ୍ମାନ ମଧ୍ୟ ତାଙ୍କୁ ମିଳିଥିଲା। 1990 ଦଶକରେ ସେ ପାଇଥିଲେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ। ଜାକିରଙ୍କୁ ଏକାଧିକ ଗ୍ରାମୀ ପୁରସ୍କାର ମଧ୍ୟ ମିଳିଛି। ଆଜି ସେହି ଭାରତୀୟ ସଙ୍ଗୀତର କିମ୍ବଦନ୍ତୀ ପୁରୁଷକୁ ଏସ୍ଏମ୍ସିଟି ନ୍ୟୁଜ୍ ପରିବାର ଜଣାଉଛି ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ବ୍ୟୁରୋ ରିପୋର୍ଟ, ଏସ୍ଏମ୍ସିଟି ନ୍ୟୁଜ୍।